ଅଫିସରେ ଆମର କଣ୍ଟ୍ରାକ୍ଟରଙ୍କ ତରଫରୁ ଏକ ଆନ୍ଦୋଳନ କରାଯାଇଥିଲା। ତାର କାରଣ ହେଉଛି ସରକାରଙ୍କର ଯେଉଁ ନୀତି ପ୍ରଣୟନ କରିଛନ୍ତି 3/1/2026 ତାରି ବିରୁଦ୍ଧରେ। ତାର ସେ ନିୟମଟି ହେଉଛି ଯେ ସରକାର ଆଗରୁ ଥିଲା ଯେ କଣ୍ଟ୍ରାକ୍ଟରଙ୍କର ପ୍ରଫିଟ୍ 15% କଣ୍ଟ୍ରାକ୍ଟ ପ୍ରଫିଟ୍ ଦେଇ ଏଷ୍ଟିମେଟ୍ କରାଯାଉଥିଲା। ଏଷ୍ଟିମେଟ୍ କରାଯାଇ ତାକୁ 100 ଟଙ୍କାରେ ପରିଣତ କରାଯାଉଥିଲା। ସେଠି ଗୋଟେ କ୍ୟାପିଂ କରାଯାଇଥିଲା ଯେ କଣ୍ଟ୍ରାକ୍ଟର ପ୍ରଫିଟ୍ ପର୍ଯ୍ୟନ୍ତ ଯେ ତୁମେ କମ୍ପିଟେଟିଭ୍ କରିପାରିବ, ଲେସ୍ କରିପାରିବ, ତା ତଳକୁ ଗଲେ ତୁମର କଣ୍ଟ୍ରାକ୍ଟରଙ୍କର କାମ ହୋଇପାରିବ ନାହିଁ। ସେଥିରେ ସରକାର ନିନ୍ଦିତ ହେବେ, କଣ୍ଟ୍ରାକ୍ଟର ନିନ୍ଦିତ ହେବେ। ତାକୁ ଗୋଟେ କ୍ୟାପିଂ କରାଯାଇଥିଲା। ବର୍ତ୍ତମାନର ସରକାର ସେ କ୍ୟାପିଂ ୱିଡ୍ର କରିଦେଲେ। ଏବେ ଦେଖାଯାଉଛି ଆମର ଅନେକ ଟେଣ୍ଡର ନୂଆ ନୂଆ କଣ୍ଟ୍ରାକ୍ଟର ଯେଉଁମାନଙ୍କର କଣ୍ଟ୍ରାକ୍ଟ କରିବାର ଏକ୍ସପିରିଏନ୍ସ ନାହିଁ କି କେବେ ବି କଣ୍ଟ୍ରାକ୍ଟ ପରିଚାଳନା କରିନାହାନ୍ତି, ସେଇମାନେ ଟେଣ୍ଡର ପକାଉଛନ୍ତି 60% ମାଇନସ୍। ତାମାନେ 100 ଟଙ୍କାର କାମକୁ 40 ଟଙ୍କାରେ କରିବା ପାଇଁ ସେ ଟେଣ୍ଡର ପୁଟ୍ କରୁଛନ୍ତି, ଯେଉଁଟାକି ଆମର ରାଜ୍ୟ ପ୍ରତି, କଣ୍ଟ୍ରାକ୍ଟର ସମ୍ପ୍ରଦାୟ ପ୍ରତି ଏହା କ୍ଷତିକାରକ ହେବ। ଏହା କେସ୍ କୋର୍ଟକୁ ଯିବ, ଅନେକ କେସ୍ କୋର୍ଟରେ ହେବ। କାହିଁକିନା ସରକାର ଠିକ୍ ଟାଇମ୍ରେ ଡ୍ରଇଂ ଡିଜାଇନ୍ ଦେଇପାରିବେନି, ସରକାର ଇଲେକ୍ଟ୍ରିକ୍ ପୋଲ୍ ଉଠାଇ ପାରିବେନି, ରାସ୍ତାରେ କୌଣସି ଆକ୍ୟୁଜେସନ୍ ଅଛି ତାକୁ ଉଠାଇ ପାରିବେନି। ସେଇ ବାହାନାରେ କଣ୍ଟ୍ରାକ୍ଟର ମାନେ ଯାଇ କେସ୍ କରିବେ, ଯାହାଦ୍ୱାରା କି ସରକାର ସେଥିରେ ବିଫଳ ହେବ, ସରକାରଙ୍କ କାମ ଠପ ହେବ, ପ୍ରଗତିରେ ବାଧା ସୃଷ୍ଟି ହେବ। ଓଡ଼ିଶାର କୌଣସି ପ୍ରଗତି ହୋଇପାରିବ ନାହିଁ। ଯେଉଁ ଓଡ଼ିଆ ଅସ୍ମିତାକୁ ବଜାଇ ରଖିବା ପାଇଁ କଣ୍ଟ୍ରାକ୍ଟର ମାନଙ୍କର ଆଶା ଥିଲା, ଓଡ଼ିଶାରେ ଓଡ଼ିଆମାନେ କେମିତି ସଶକ୍ତ ହେବେ ସେ ଯେଉଁ ଆଶା ଥିଲା, ସେ ବର୍ତ୍ତମାନ ଆମମାନଙ୍କ ଧୂଳିସାତ ହେବାକୁ ଗଲାଣି। ଆମେ ବିନମ୍ର ପ୍ରାର୍ଥନା କରୁଛୁ ସରକାରଙ୍କ ପାଖରେ, ଆମର ଏଇ ଯେଉଁ 8 ଦଫା ଦାବି ଦିଆହେଇଛି ତାହାକୁ ପୂରଣ କରାଗଲେ ଏଥିରେ ସରକାରଙ୍କର କୌଣସି କ୍ଷତି ହେବ ନାହିଁ, ଜନସାଧାରଣଙ୍କର କୌଣସି କ୍ଷତି ହେବ ନାହିଁ। ବରଂ ଏଇଆ ହେବ ଯେ ସରକାର ସାରା ରାଜ୍ୟରେ ଗୋଟେ ଭଲ କାର୍ଯ୍ୟକାରୀ ସଂସ୍ଥା ବୋଲି ବା ଭଲ ରାଜ୍ୟ ବୋଲି ପ୍ରମାଣିତ ହେବ। ସାରା ରାଜ୍ୟରେ ଓଡ଼ିଶା 1 ନମ୍ବରରେ ରହିବ। ଆମେ ସେଥିପାଇଁ ବିନମ୍ର ପ୍ରାର୍ଥନା କରୁଛୁ ଏସବୁ ନୀତି ନିୟମକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ତୁରନ୍ତ କଣ୍ଟ୍ରାକ୍ଟର ମାନଙ୍କର ଦୁଃଖ ବୁଝାଯାଉ, ମିଟିଂ ଡକାଯାଉ, ଗୋଟେ କମିଟି କରି ଆକୁ କେମିତି ସମାଧାନ କରାଯିବ ସେଥିପାଇଁ ଆମର ଆସୋସିଏସନ୍ ତରଫରୁ ମୁଁ ବିନମ୍ର ଅନୁରୋଧ କରୁଛି ସରକାରଙ୍କୁ।